ଧର୍ମ ଦର୍ଶନ 10 ପୃଷ୍ଠାର ଲିଖିତ ଆଲୋଚନା। ଧର୍ମ କହିଲେ ଈଶ୍ୱରଙ୍କ ଅସ୍ତିତ୍ୱ ପ୍ରତି ମଣିଷ ମନର ଏକନିଷ୍ଠ ସତ୍ୟଶୀଳ ବିଶ୍ୱାସକୁ ବୁଝାଏ। ଈଶ୍ୱରଙ୍କର ପରିଚୟ ହେଲା ଈଶ୍ୱର ହେଉଛନ୍ତି ଅନାଦି ଅନନ୍ତ ଅକ୍ଷୟ ଅମର ଅସୀମ ଅପାର ଅନ୍ତର୍ଯ୍ୟାମୀ ସର୍ବଜ୍ଞ ସର୍ବବ୍ୟାପୀ ସର୍ବଶକ୍ତିମାନ ସର୍ବକର୍ମବାନ ସଦା ଜାଗ୍ରତର ଅବସ୍ଥିତି। ଉପରୋକ୍ତ ଶବ୍ଦର ବ୍ୟାଖ୍ୟାମାନଙ୍କରେ ଈଶ୍ୱରଙ୍କର ପରିଚୟ ସବିଶେଷ ମିଳେ। ଈଶ୍ୱରଙ୍କର ଏତାଦୃଶ ପରିଚୟ ମଣିଷ ସେହି ଈଶ୍ୱରଙ୍କର ପ୍ରେରିତ ବାଣୀମାନଙ୍କରୁ ଜାଣିବାକୁ ପାଇଲା। ନହେଲେ ମଣିଷ ଅଜ୍ଞ ମୂଢ଼ ଅଜଣା ହୋଇଥିଲା। ତାକୁ ଜଣାଇଲେ ସେହି ଦୟାମୟ ଆପଣାଜାତ ଖୋଦଜାତ ସ୍ୱୟମ୍ଭୁ ସତ୍ତା ଅଲ୍ଲାହ ବା ଖୋଦା। ଅଲ୍ଲାହ ଆପେ ବା ନିଜେ ଆସି ଜଗତର ସଂସାରର ସବୁ ବା ପ୍ରତ୍ୟେକ ମଣିଷକୁ ଜଣ ଜଣ କରି କହିନାହାନ୍ତି। ସେ ନିଜ ସମ୍ପର୍କରେ କାହାକୁ କେଉଁମାନଙ୍କୁ କହିବେ ବା ଜଣାଇବେ ଆଗ ସ୍ଥିର ନିଶ୍ଚିତ କରିଦେଇଥାନ୍ତି। ଯାହାଙ୍କୁ ସେ ବାର୍ତ୍ତାଧର ପୟଗାମଧାରୀ ପୟଗମ୍ବର ଭାବେ ମୁତୟନ କରାନ୍ତି ନିଯୁକ୍ତ କରିଦିଅନ୍ତି। ତାପରେ ତାଙ୍କରି ଜରିଆରେ ସାରା ଜଗତ ମଣିଷମାନଙ୍କୁ ବାର୍ତ୍ତା ଦେଇ କଥା ଦେଇ ଜଣାନ୍ତି ଧର୍ମ ସମ୍ପର୍କରେ ଧର୍ମର ଆକର ବା ମୂଳ ସମ୍ପର୍କରେ। ଈଶ୍ୱର ଧର୍ମର ମୂଳ। ତାପରେ ମଣିଷର ବିଶ୍ୱାସ ବା ମନର ଆସ୍ଥା ଜରିଆରେ ତାଙ୍କ ସୃଷ୍ଟ ପ୍ରବର୍ତ୍ତିତ ବା ଜାରି କରିଥିବା ଧର୍ମର ଅବସ୍ଥା ମଣିଷର ହୃଦୟରେ ମଣିଷର କାମରେ କେମିତି ଅଛି ଜାଣିବା ପାଇଁ ଅପେକ୍ଷା କରନ୍ତି ପରୀକ୍ଷା କରାନ୍ତି। ଅଲ୍ଲାହଙ୍କ ଦ୍ୱାରା ପ୍ରଥମ ମଣିଷର ସୃଷ୍ଟି ବା ଜାତ ଜନ୍ମ ମାଟିର ମୂର୍ତ୍ତିର ନିର୍ମାଣ ଏବଂ ସେହି ମାଟିର ମୂର୍ତ୍ତିକୁ ରୁହ ଫୁଙ୍କି ବା ଆତ୍ମା ରଖି ଜୀବନ୍ୟାସ ଦେଇ ସଚଳ ଚଳନକ୍ଷମ କରାଇଲେ। ଯେମିତି ମଣିଷ ପ୍ରଥମେ କଣ୍ଢେଇ ତିଆରି କରି ତାପରେ ସେହି କଣ୍ଢେଇକୁ ସଚଳ ଚଳାଇବା ପାଇଁ ଚାବି ଦେଲା କଣ୍ଢେଇ ଦେହରେ ଖଞ୍ଜିଲା ଯାହାଫଳରେ କଣ୍ଢେଇ ଗୁରୁଣ୍ଡିଲା ବାଜା ପିଟିଲା ଚାଲିଲା ଆଉ ଦେଖି ପିଲା ଖୁସି ହେଲା। ପ୍ରଥମେ ନିର୍ମାଣ ତାପରେ ଚାବିଦାନ ତୃତୀୟରେ କଣ୍ଢେଇର ଖେଳ ଦର୍ଶନକୁ ଦ୍ରଷ୍ଟା କରେ। ମାଟିର ମୂର୍ତ୍ତି ପିତୁଳାରୁ ସଚଳ ମଣିଷ ଆଦମ ନାମରେ ଆଦମୀ ବା ମଣିଷ ନାମ ଧରିଲା। ସେହି ଆଦମର ବାମପଟର ଅସ୍ଥିପଞ୍ଜରାରୁ ସୃଷ୍ଟିର ମଣିଷ ଜାତି ବା ସଭ୍ୟତାର ପ୍ରଥମ ମାନବୀ ନାରୀ ବା ଆରବୀ ଭାଷାର ମାଦା ବା ସ୍ତ୍ରୀଲିଙ୍ଗ ବାଚିକା ନାରୀ ହୱା ନାମରେ ଅଲ୍ଲାହ ଜାତ ବା ତିଆରି କରିଲେ। ତାଙ୍କୁ ପ୍ରଥମେ ନିଜ ବିଷୟରେ ଅବଗତ କରାଇଲେ ଜଣାଇଲେ ଅଲ୍ଲାହ କିଏ କ'ଣ କାହିଁକି। ମଣିଷ ଜନ୍ମର ଉଦ୍ଦେଶ୍ୟ ବା ଲକ୍ଷ୍ୟ ହେଲା କେବଳ ଅଲ୍ଲାହଙ୍କର ଇବାଦତ ବା ପୂଜା ଆରାଧନା ଉପାସନା କରିବା। ତାଙ୍କୁ ସତ୍ୟ ମନ ନେଇ ଏକନିଷ୍ଠ ଚିତ୍ତରେ ବିଶ୍ୱାସ ମନରେ କରିବା କାର୍ଯ୍ୟରେ ପାଳନରେ ନମାଜ ରୋଜା ଜକାତ ହଜ ଦ୍ୱାରା ଯାହାକି ମଣିଷର ଆଧ୍ୟାତ୍ମିକ ଇବାଦତ ବା ଆରାଧନା। ପୁଣି ମଣିଷର ଜୀବନ ଧାରଣ ପାଇଁ ବଞ୍ଚି ରହିବାର ସାଂସାରିକ ଇବାଦତ ବା ଉପାସନା ହେଲା ସତ୍ ବା ଭଲ ଉପାୟରେ ଉପାର୍ଜନ କରି ବଞ୍ଚିବା। ମିଛ କହିବନି ଚୋରି କରିବନି କ୍ଷତି କରିବନି ଜୁଆ ଖେଳିବନି ମଦ ପିଇବନି ସୁଧ ନେବ ନାହିଁ ବେଶ୍ୟା ହେବ ନାହିଁ ପରକୀୟା ପ୍ରୀତି କରିବନି। ଏସବୁ ସାଂସାରିକ ଇବାଦତ ଯାହାକି ଅଲ୍ଲାହଙ୍କ ଦ୍ୱାରା ଗୃହୀତ ଗ୍ରହଣୀୟ ହେବ। ସୁତରାଂ ମଣିଷ ଦୁଇ ପ୍ରକାର ଧର୍ମାଚାରୀର ଆଚରଣ କରିବ ବ୍ୟବହାର ଦେଖାଇବ ନିଜର ସ୍ରଷ୍ଟା ମାଲିକ ପାଳକ ଧ୍ୱଂସକ ପ୍ରଭୁ ଅଲ୍ଲାହଙ୍କୁ ଖୋଦାଙ୍କୁ ଭଗବାନଙ୍କୁ। ସେହି ଭଗବାନ କିଏ ତାଙ୍କର ନାମ ଭଗବାନ କାହିଁକି ହେଲା ଦିଆଗଲା। ଭୂମି ଗଗନ ବାୟୁ ନିଆଁର ବି ସେହି ଅଲ୍ଲାହ ସ୍ରଷ୍ଟା। ଖାଲି ସ୍ରଷ୍ଟା ନୁହେଁ ଏସବୁର ଅଧିକାରୀ ବା ମାଲିକ ଅଛନ୍ତି। ମଣିଷ ତାଙ୍କୁ ମାନିବାର ଅଛି ମନର ବିଶ୍ୱାସରେ। ମାନିବା ପରେ ଯାଇ ତାଙ୍କର ପ୍ରଦର୍ଶିତ ଦେଖାଇଥିବା ଧାର୍ମିକ କାମମାନଙ୍କୁ ନିୟମିତ କରିବାର ଅଛି। ଯେମିତି ମଣିଷ ବଞ୍ଚିବା
ପାଇଁ ନିୟମିତ ଖାଦ୍ୟ ଖାଉଛି, ରୋଜଗାର କରୁଛି, ଉପାର୍ଜନ କରୁଛି, ସେଇମିତି ଈଶ୍ୱରୀୟ ଆରାଧନା ବି ନିୟମିତ ନିଜ ଜୀବନରେ କରିବ। ନହେଲେ ଭଗବାନ ଖପ୍ପା ହେବେ, ରାଗିଯିବେ। କାରଣ ଭଗବାନ ଆଲ୍ଲାହ ନିଜକୁ ପ୍ରତିଶୋଧୀ, ଯେସାକୁ ତେସାକାରୀ, ବେଜାରି, ବିରକ୍ତିଆ ବୋଲି ନିଜର ଶେଷ ପ୍ରେରିତ ଆକାଶୀ ପୁସ୍ତକ ଦିବ୍ୟ ବା ସ୍ୱର୍ଗୀୟ ଏବଂ ପବିତ୍ର ବହି କୋରାନରେ ସଫା କହିଛନ୍ତି। କୋରାନ କୋରିତ ବା ସଫାକାରୀ ଗ୍ରନ୍ଥ। ମଣିଷର ରୁଗ୍ଣ ରୋଗଗ୍ରସ୍ତ ଆତ୍ମା ବା ମନକୁ ଏହା କୋରି ସଫା କରି ନିର୍ମଳ ବା ପରିଷ୍କାର କରିଦିଏ। ସାରା ଜଗତ ମଣିଷର ଆଲ୍ଲାହଙ୍କର ଏକେଶ୍ୱରବାଦର, ସବୁଦିନିଆ ରହିବାର, ସନାତନ ଧରି ରଖିବାର ଧର୍ମ, ଶାନ୍ତିମୟ ଇସଲାମକୁ ଗ୍ରହଣ କରି ଜୀବନର ପ୍ରକୃତ ବଞ୍ଚି ରହିବାର ଉଦ୍ଦେଶ୍ୟ କ'ଣ ଅଛି ତାହାକୁ ଦିଗ୍ଦର୍ଶିତ କରି ଆତ୍ମା ବା ମନକୁ ଦେଖାଏ। କୋରାନର ରଚୟିତା ବା ଲେଖକ ଆଲ୍ଲାହ ସେ ବାର୍ତ୍ତା ଦେବା ସୂତ୍ରରେ ବା ଜରିଆରେ କୋରାନକୁ ଲେଖିଛନ୍ତି, ରଚନା କରିଛନ୍ତି। ଆଲ୍ଲାହ କହିଛନ୍ତି, ମୁଁ ସବୁ କିଛି କରିପାରେ, ସବୁ ପ୍ରକାରେ କରିପାରେ। କରିବା ମୋ ପାଇଁ ଜମାରୁ ଅସମ୍ଭବ ନୁହେଁ। ମୁଁ ଗୋଟିଏ ଶବ୍ଦର ଡାକ କୁନ୍ ଫୟକୁନ୍ କହିଦେଲେ ସଂସାରରେ ତଥା ମାନବ ଜୀବନରେ ସବୁ କିଛି ହୋଇଯାଏ। ମଣିଷକୁ ମୋରି କେବଳ ଇବାଦତ ବା ପୂଜା କରିବା ପାଇଁ ମୁଁ ଆଲ୍ଲାହ ସୃଷ୍ଟି ବା ତିଆରି କରିଛି। ମଣିଷ ମୋତେ ନିଜର ପ୍ରଭୁ ଏବଂ ଉପାସନା ଯୋଗ୍ୟ ଉପାସ୍ୟ ମାନିବା ମନରେ, କରିବା ଦେହରେ ହୋଇଥାଏ। ମନ ଦେହ ମିଶି ମଣିଷର ଦୁର୍ଲଭ କଷ୍ଟପ୍ରାପ୍ତ ଜୀବନ। ଧର୍ମ ଦର୍ଶନ ବା ଧର୍ମକୁ ଦେଖିବାର ମାଧ୍ୟମ ପୟଗମ୍ବର ଓ ଆଲ୍ଲାହଙ୍କ ଆକାଶୀ ବହି ପଠନରୁ ସମ୍ଭବିତ ହୋଇଅଛି। ଧର୍ମ ପ୍ରକୃତରେ ଗୋଟିଏ ବା ଏକ, ହେଲେ ଧର୍ମ ବିଶ୍ୱାସର ଏବଂ ଅବିଶ୍ୱାସର ହୋଇ ଦୁଇ ପ୍ରକାର ଶଇତାନ ଜରିଆରେ ପରବର୍ତ୍ତୀ ସମୟରେ ବିଭକ୍ତିତ ହୋଇଯାଇଅଛି। ଆଲ୍ଲାହ ହିଁ କରାଇଅଛନ୍ତି ନିଜର ଅଗ୍ନିଜାତ ଜିନ୍ ବଂଶଜ ମଣିଷ ପୂର୍ବରୁ ନିର୍ମିତ ଶଇତାନ ବା ଅନ୍ୟ ନାମ ଇବ୍ଲିସ୍ ଜରିଆରେ ତାକୁ ମଣିଷକୁ ପଥଭ୍ରାନ୍ତ କରାଇବାର ଅନୁମତି ଦେଇ, ନହେଲେ ଆଲ୍ଲାହଙ୍କର ନର୍କ ଭର୍ତ୍ତି ହୋଇପାରିବ ନାହିଁ। ଆଲ୍ଲାହ କହିଛନ୍ତି, ମୁଁ ସବୁ ଜିନିଷର ଦୁଇଟା କରି ସୃଷ୍ଟି କରିଅଛି। ସେମିତି ମଣିଷକୁ ମାନିଆ ଏବଂ ଅମାନିଆ କରି ସର୍ଜିଅଛି। ଯେଉଁ ମଣିଷ ମୋତେ କାୟ ମନ ବାକ୍ୟରେ ସତ୍ୟ ନିଷ୍ଠାପର ହୋଇ ମାନିବ, ଏଭଳି ମଣିଷ ମୋର ଭକ୍ତ ମୁସଲମାନ କୁହାଇବ। ବିଶ୍ୱାସୀ ଧର୍ମ ଇସଲାମରେ ଦାଖଲ ହେବ, ଅନ୍ତର୍ଭୁକ୍ତ ହେବ। ଆଉ ଯେଉଁ ମଣିଷ ମୋତେ ମାନିବ ନାହିଁ, ମୋର ଅବମାନନା କରି ଅମାନ୍ୟ ହେବ, ଶଇତାନର ପ୍ରଲୋଭନ ଆକର୍ଷଣରେ ବହଲାଇବା ଫୁସୁଲାଇବାରେ ଆସିଯାଇ ଏଭଳି ମଣିଷ କାଫିର ବା ଅବିଶ୍ୱାସୀ କୁହାଇବ। ଏହି ଅବିଶ୍ୱାସମୟତାରୁ ସମକକ୍ଷକାରିତା ବା ମୁଶ୍ରିକ, ଶିର୍କର, ମିଛର, ବାତିଲ ବା ରଦ୍ଦ ବନ୍ଦ ଧର୍ମ ଆସିଛି। ଏଥିରୁ ମଣିଷ କପଟୀ ବା ମୁନାଫିକ, ଫାସିକ ବା ମୋର ଏକେଶ୍ୱର ଧର୍ମକୁ ନ ମାନି ମିଛ ପ୍ରତିମା ସତ୍ତାଙ୍କୁ ଈଶ୍ୱର ମାନି ଧର୍ମ ନଷ୍ଟକାରୀ ହୋଇ ନିଜ ମନ ବା ଆତ୍ମାର ଅତ୍ୟାଚାରୀ ଜାଲିମ ହୋଇଅଛି। ନିଜ ମନ ଉପରେ ଜୁଲୁମ ବା ଅତ୍ୟାଚାର କରୁଅଛି। ନିଜ ପୂର୍ବଜଙ୍କ କଥାରେ ପଡ଼ି ତାଙ୍କରି ବାପା ଦାଦାଙ୍କର ପଦାଙ୍କ ଅନୁସରଣ କରି। ଏଭଳି ମଣିଷ କଦାପି ଫଲାହ ପାଇବେ ନାହିଁ, ଧର୍ମ ବିଜୟୀ ହେବେ ନାହିଁ। ଆଲ୍ଲାହର ସତ୍ୟ ସଂକଳ୍ପ ଏମାନଙ୍କର ଆତ୍ମା ନର୍କରେ ପଡ଼ି ସର୍ବଦା ଦଣ୍ଡ ଭୋଗିବ, ଅଶାନ୍ତିରେ ରହିବ, ଶାନ୍ତି କଦାପି ପାଇପାରିବ ନାହିଁ। ସ୍ୱର୍ଗରେ ଯାଇଥିଲେ ଶାନ୍ତି ପାଇଥାନ୍ତା। ଏଇଠି ଇସଲାମ ଧର୍ମର ନାମର ସାର୍ଥକତା ସଫଳତା ରହିଅଛି। ଇସଲାମ ଧର୍ମ ଜୀବନରେ କୁଶଳତା ମଧ୍ୟରେ ରହିବାକୁ ଶିଖାଏ। ଅନ୍ୟାନ୍ୟ ବାତିଲ ବା ଆଲ୍ଲାହଙ୍କର ବିଚାରରେ ମିଛ ଧର୍ମ ଯଥା ହିନ୍ଦୁ, ଖ୍ରୀଷ୍ଟ, ଶିଖ, ଜୈନ, ବୌଦ୍ଧ, ମହିମା ବା ଆଉ ସବୁ ଯେତେ ଯେତେ ଧର୍ମ ଅଛନ୍ତି, ମଣିଷର ବିଚାରରେ ସେସବୁକୁ ଖୋଦା ମଣିଷଠାରୁ ମଲାପରେ କଦାପି ଗ୍ରହଣ କରିବେ ନାହିଁ। କାରଣ ଏସବୁ ଉପରୋକ୍ତ ଧର୍ମ ମୂଳ ତଥା ଆଦି ବା ପ୍ରଥମ ଧର୍ମ, ଯାହାକି ଆଲ୍ଲାହ ପ୍ରବର୍ତ୍ତିତ ହୋଇଅଛି। ଇସଲାମ ନାମରେ ଏହା ଶଇତାନ ଜରିଆରେ ବାରମ୍ବାର
ବଦଳି ଯାଇ ଯାଇ ଏଇମିତି ଅଳିକ ନାମମାନ ଧରିଛି। ଆଲ୍ଲାହ କୋରାନରେ ଏହା କହିଛନ୍ତି ଏବଂ କହିଛନ୍ତି ଇନ୍ନାଦ୍ଦୀନା ଇନ୍ଦାଲ୍ଲାହିଲ୍ ଇସ୍ଲାମ, ମାନେ ହେଲା ଆଲ୍ଲାହଙ୍କର ପାଖରେ ଇସଲାମ ହିଁ ଧର୍ମ, ଯାହାକି ଶାନ୍ତିମୟତାରେ ଭରପୁର। ଅନ୍ୟାନ୍ୟ ଧର୍ମରେ ଶାନ୍ତି ନାହିଁ, ଖାଲି ଖର୍ଚ୍ଚାନ୍ତ ଅଛି। ବାଇଦ ବାଜଣା, ନାଚ ଗୀତ, ଉତ୍ସବ ମହୋତ୍ସବ, କ୍ଷତି, ବିପଦ ହିଁ ବିପଦ। ଆଉ ଏହିସବୁ ବିପଦ ଇହଜଗତ ଜୀବନରୁ ଆରମ୍ଭ ହୋଇ ମଣିଷର ମଲାପର ଜଗତ ପରଲୋକକୁ ବ୍ୟାପି ଯାଇଥିବାରୁ ମଣିଷ ମଲାପରେ ନର୍କ ଯନ୍ତ୍ରଣାର ପ୍ରାପ୍ତକାରୀ ହେବାର ଧମକ ଆଲ୍ଲାହ ଦେଇଛନ୍ତି। ଧର୍ମର ପ୍ରକାରଭେଦକୁ ଜାଣିବା ପାଇଁ ହେଲେ ମଣିଷକୁ ସାରା ଜଗତର ଦିଗ୍ଦର୍ଶନର ଉପଦେଶାତ୍ମକ ଗ୍ରନ୍ଥ ଦିବ୍ୟ ପବିତ୍ର କୋରାନକୁ ମନୋଯୋଗ ଦେଇ ପଢ଼ିବାକୁ ପଡ଼ିବ। କୋରାନ ଏକାଧାରରେ ଧର୍ମଗ୍ରନ୍ଥ ପୁଣି ଇତିହାସ ଗ୍ରନ୍ଥ। ସଂସାରରେ ସବୁ ଧର୍ମର ଚିପୁଡ଼ା ଅଂଶ ସାରତତ୍ତ୍ୱ କଥାରେ ଘଟଣାଚଳରେ ବିବୃତ ହୋଇ ରହିଅଛି। ମଣିଷ ନିଜ ଧର୍ମର ମିଛପଣ, ତାହାର ମୂଲ୍ୟହୀନତା, ଅସାରତା ଜାଣିଯିବ ବୋଲି କୋରାନକୁ ଘୃଣା କରୁଛି। ମନରେ କୋରାନ ପ୍ରତି ବିଦ୍ୱେଷ ଭାବ ରଖୁଛି ବୋଲି କୋରାନ ପଢ଼ୁନାହିଁ, ଅନ୍ୟଙ୍କୁ ପଢ଼ାଉ ନାହିଁ। ଫଳରେ ମଣିଷ ନିଜ ଧାର୍ମିକ ଦର୍ଶନୀୟ ଜୀବନର କ୍ଷତି ଦୁର୍ଗତିକୁ ପରୋକ୍ଷରେ ଡାକୁଅଛି। ଆଲ୍ଲାହ ସେହି କୋରାନରେ କହିଛନ୍ତି, ମିଛ ଯିଏ ତାହା ଦିନେ ଲିଭିଯିବ, ଆଉ ତାର ଲିଭିଯିବା ଉଚିତ। ତେଣୁ ମଣିଷ ମଲା ପୂର୍ବରୁ ନିଜ ଜୀବନକୁ କେମିତି ସ୍ୱର୍ଗସୁଖୀ କରାଇ ପାରିବ, ନର୍କଯାତନା ଠାରୁ ମୋକ୍ଷ, ମୁକ୍ତି, କୈବଲ୍ୟ, ନିର୍ବାଣ ବା ସଲଭେସନ ଦିଆଇ ପାରିବ, କୋରାନ ପଢ଼ି ପ୍ରଚେଷ୍ଟା କରୁ। କୋରାନକୁ ଘୃଣା ନ କରୁ, ଭଲ ପାଉ। ମୁଁ ଆଲ୍ଲାହ ଏଭଳି ମଣିଷ ଉପରେ କୃପାଦୃଷ୍ଟି ରଖିବି। ମଣିଷର ସ୍ୱହସ୍ତ ରଚିତ ବେଦ, ଉପନିଷଦ, ରାମାୟଣ, ମହାଭାରତ, ଅନ୍ୟାନ୍ୟ ପୁରାଣ ଜମାରୁ ଦୈବୀ ପୁସ୍ତକ ନୁହେଁ। ଏହା ମାନବର ଏକ ଏକ ଭାକ୍ତିକ ମିଥ୍ୟା, ଆତ୍ମାର ଠକାମି ବା ପ୍ରବଞ୍ଚନା। ମଲାପରେ ଏଭଳି ଗ୍ରନ୍ଥର ରଚୟିତା ସାଂସାରିକ ଅମାନିଆ ମଣିଷରୁ ଭୁଲେଇକି ନେଇ ଫାଇଦା ପାଉଥିବାର ପ୍ରତିଫଳ ଅବଶ୍ୟ ହଇରାଣ ହରକତ ହୋଇ ନର୍କଯାତନାରେ ପଡ଼ି ଭୋଗିବ। ଆଲ୍ଲାହ ସତରେ କହୁଅଛି, ମଣିଷ ବିଶ୍ୱାସ ନ କରୁ, ମଲାପରେ ମୋର କ୍ରୋଧର ଅଜାବ ବା ଯାତନା ଯନ୍ତ୍ରଣା ଭୋଗିବ। ମଣିଷ ତାର ନିଜର ବ୍ୟକ୍ତିଗତ ଅତିବାହିତ ଜୀବନରେ ଧର୍ମକୁ ଗ୍ରହଣ କରିବ। ଧର୍ମ ଗ୍ରହଣ ନ କରି ମଣିଷର ଚାରା ନାହିଁ। ମଣିଷର ସୃଷ୍ଟି ଧର୍ମରୁ ହୋଇଛି ଏବଂ ମଣିଷର ପରଲୋକୀୟ ଶେଷ ବା ଚରମ ଗତି ସେହି ଧର୍ମ ପାଇଁ ହେବ, ହୋଇକି ରହିବ। ସ୍ୱର୍ଗରେ ଅବା ନର୍କରେ ପୁରସ୍କାର ପ୍ରାପ୍ତିରେ, ନତୁବା ଶାସ୍ତି ଭୋଗିବାରେ। ମଲାପର ସଂସ୍କାର ଧର୍ମାନୁଯାୟୀ ହୋଇଥାଏ ହେବ। ଧର୍ମର ଆବଶ୍ୟକତା ରହିଛି ଈଶ୍ୱରଙ୍କୁ ଭୟ କରି ତାଙ୍କର ଯାତନା ବା ପ୍ରଦତ୍ତ ଯନ୍ତ୍ରଣାରୁ କେମିତି ଦୂରେଇ ରହିବ, ସ୍ୱର୍ଗସୁଖୀ ହେବ, ଅମର ଅକ୍ଷୟ ପରଲୋକୀୟ ଦ୍ୱିତୀୟ ଜୀବନକୁ ଆରାମରେ ଶାନ୍ତିମୟତାରେ ବିତାଇବ। ଧର୍ମର ତାତ୍ତ୍ୱିକ ବ୍ୟାଖ୍ୟାରେ ହିଁ ଧର୍ମର ଦର୍ଶନ ଅଛି। ଧର୍ମର ତାତ୍ତ୍ୱିକ ବ୍ୟାଖ୍ୟା ହେଲା ଇନ୍ନାଲ୍ଲାହା ମାଆସ୍ସାବିରୀନ, ଅର୍ଥାତ୍ ବେଶକ ଆଲ୍ଲାହ ସବର କରନେ ୱାଲୋଁ କେ ସାଥ ହୈ। ଅର୍ଥ ହେଲା ନିଃସନ୍ଦେହତଃ ଆଲ୍ଲାହ ଧୈର୍ଯ୍ୟବାନ ଲୋକଙ୍କ ସାଥିରେ ଅଛି। ସବର ମାନେ ଧୈର୍ଯ୍ୟ। ଏ ତ ଗଲା କଥାରେ, ପ୍ରବଚନ ବା ବୋଲି ବଚନରେ। ଏବେ ଏହି କଥାର ପ୍ରୟୋଗକୁ ଦେଖିବା। ପୈଗମ୍ବର ଇବ୍ରାହିମଙ୍କୁ ଆଲ୍ଲାହ କହିଲେ, ତୁମେ ତୁମ ସ୍ତ୍ରୀ ପିଲାଙ୍କୁ ନେଇ ମୁଁ ବତାଉଥିବା ନିକାଞ୍ଚନ ଜାଗାରେ ନେଇ ଛାଡ଼ି ଆସ। ଆଦେଶ ମାନି ଛାଡ଼ି ଆସିଲେ। ସେହି ଛାଡ଼ି ଆସିଥିବା ଜାଗାର ପରବର୍ତ୍ତୀ ଜନଗହଳିପୂର୍ଣ୍ଣ ସହର ମକ୍କା। ସାରା ବିଶ୍ୱର ମୁସଲମାନ ଲୋକମାନେ ଯେଉଁଠିକୁ ତୀର୍ଥ କରି ଯାଇଥାନ୍ତି। ତୁମର ପ୍ରିୟ ଜିନିଷ ମୋତେ ଦିଅ। ଦିନେ ସ୍ୱପ୍ନରେ ଇବ୍ରାହିମ ଦେଖିଲେ, ସେ ତାଙ୍କର ବୁଢ଼ା ବୟସରେ ହୋଇଥିବା ଏକମାତ୍ର ପୁଅ ଇସମାଇଲଙ୍କୁ ଆଲ୍ଲାହଙ୍କର ଇଚ୍ଛାରେ ରାହାରେ
କୁର୍ବାନୀ ଦେଉଛନ୍ତି, ବଳି ଚଢ଼ାଉଛନ୍ତି। ସ୍ତ୍ରୀ ପୁଅଙ୍କୁ କହି ପୁଅଙ୍କୁ ନେଇ ଏକ ପାହାଡ଼ିଆ ପରିପୂର୍ଣ୍ଣ ଚଟାଣ ବା ଚଟିଏଲ ମଇଦାନରେ ବଳି ଦେଉଥିବା ବେଳେ ନିଜ ଓ ପୁଅ ମୁହଁରେ କଳା ପଟି ବାନ୍ଧିଥିବାରୁ ଦେଖିପାରି ନଥିଲେ। ଆଲ୍ଲାହ ଫରିସ୍ତା ଜିବ୍ରାଇଲଙ୍କୁ ପଠାଇ ଆକାଶରୁ ମେଣ୍ଢା ପକାଇ ପୁଅକୁ ବଳି ଦେବାରୁ ରକ୍ଷା କରି କହିଥିଲେ, ହେ ଇବ୍ରାହିମ, ତୁମ ପୁଅକୁ ବଳି ଦେବା ମୋର ଉଦ୍ଦେଶ୍ୟ ନଥିଲା। ତେବେ ତୁମେ ମୋତେ କେତେ ଭଲ ପାଉଛ ନା ପୁଅକୁ ଭଲ ପାଉଛ ତାହା ଜାଣିବା ପାଇଁ ମୁଁ ଏକ ପରୀକ୍ଷା କରିଥିଲି। ତୁମେ ସ୍ୱପ୍ନକୁ ସତ କରି ଦେଖାଇଲ। ତୁମର ଏହି କର୍ମ ଆଗାମୀ କୟାମତ ଦିବସ ପର୍ଯ୍ୟନ୍ତ ଅବିସ୍ମରଣୀୟ ହୋଇ ବକ୍ରି ଇଦ୍ ବା ଇଦ୍ ଉଲ୍ ଅଜହା ନାମରେ ମୁସଲମାନ ଲୋକଙ୍କ ଦ୍ୱାରା ପାଳିତ ହେବ। କୋରାନ 23 ଭାଗ। ଧୈର୍ଯ୍ୟ ମଣିଷକୁ ଭାବିବାକୁ ସୁଯୋଗ ଦେଇ ମତିକୁ ସ୍ଥିତଧୀ କରାଏ। ଆବେଗ ବା ମନର ଚାଞ୍ଚଲ୍ୟ ଚଞ୍ଚଳତା ଭାବିବାକୁ ସୁଯୋଗ ଦେଇନଥାଏ। ଫଳରେ ହଠାତ୍ ଅକର୍ତ୍ତବ୍ୟ ସଂଗଠିତ ଧର୍ମ ଦର୍ଶନ କ୍ଷେତ୍ରରେ ହୋଇଯାଏ। ରବ୍ବେ ଜିଦ୍ନି ଇଲ୍ମା, ହେ ପ୍ରଭୁ ମୋତେ ଜ୍ଞାନ ଯଥେଷ୍ଟ ଦିଅ, ଯାହାଫଳରେ ମନର ଅଜ୍ଞତା ଦୂର ହେବ, ମୁଁ ବେଶୀ ଜାଣିବାର ହେବି। ପୈଗମ୍ବରମାନଙ୍କୁ ଜ୍ଞାନ ଦେବାରେ ଆଲ୍ଲାହ ବିବିଧତାର ପ୍ରଥା ଅବଲମ୍ବନ କରିଛନ୍ତି। ଯେମିତି ଦାଉଦଙ୍କୁ ଲୁହା ନରମ କରିଦେବାର, ଦାଉଦଙ୍କ ପୁଅ ସୁଲେମାନକୁ ପବନକୁ ନିଜ ଇଚ୍ଛାରେ ଚଳାଇବାର, ପକ୍ଷୀର ଭାଷା ବୁଝିବାର, ଜିନ୍କୁ କାବୁ କବଳରେ ରଖିବାର, ଯୀଶୁଖ୍ରୀଷ୍ଟ ବା ଈଶାଙ୍କୁ ମୃତକଙ୍କୁ ବଞ୍ଚାଇ ଦେବାର, ଅନ୍ଧକୁ ଆଖି ଦେବାର, କୁଷ୍ଠ ରୋଗୀଙ୍କୁ ସୁସ୍ଥ କରିଦେବାର, ମାଟିର ପକ୍ଷୀ ମୂର୍ତ୍ତିକୁ ଫୁଙ୍କ ମାରି ଜୀବନ୍ତ କରି ଉଡ଼ାଇ ଦେବାର, ତୁମେ ଘରେ କ'ଣ ରାନ୍ଧିଛ ନ ଦେଖିକି କହିଦେବାର, ଏହିପରି ଚମତ୍କାରିତା ବା ମିରାକିଲ୍ ମୋଜେଜା ଦେଇଥିଲେ। ଧର୍ମ ଦର୍ଶନକୁ ଦେଖି ବୁଝିକି ଗ୍ରହଣ କରନ୍ତୁର ଆଶାରେ ପୈଗମ୍ବରଙ୍କୁ ମାନି ନେବାର ଇଚ୍ଛାରେ। ଧର୍ମ ଦର୍ଶନରେ ଧର୍ମର ସାରତତ୍ତ୍ୱ ଅଛି। ତାହା ହେଲେ ଏକେଶ୍ୱରବାଦୀ ହୋଇ କେବଳ ଆଲ୍ଲାହ ପ୍ରବର୍ତ୍ତିତ ଧର୍ମକୁ ଗ୍ରହଣ କରିବା, ଅନ୍ୟାନ୍ୟ ଧର୍ମକୁ ପରିତ୍ୟାଗ କରିବା। କାରଣ ନର୍କଗାମୀ ଧର୍ମ ବାତିଲ ବା ରଦ୍ଦ ଧର୍ମ, ମିଛ ଧର୍ମ। କୋରାନ କହିଛି, ଧର୍ମ ଦର୍ଶନର ପ୍ରକାର ଭେଦରେ ମୌଳିକ ବା ମୂଳ ଏବଂ ସାମୟିକ ବା ପାକ୍ଷିକ ବିଶ୍ୱାସ ହେଲେ ମୂଳ ଧର୍ମ ଆଲ୍ଲାହର ଇସଲାମ ଧର୍ମ। କାରଣ ଏହା ଆଦି ଧର୍ମ ଏବଂ ସବୁଦିନିଆ ରହିବାର ସନାତନ ଧର୍ମ। ଏହି ଧର୍ମରେ ମଲା ମଣିଷ ବିଚାର୍ଯ୍ୟ ହେବ, ସ୍ୱର୍ଗ ନର୍କ ପାଇବ। ଅନ୍ୟାନ୍ୟ ଧର୍ମ ମୂର୍ତ୍ତି ପୂଜାର ସମକକ୍ଷକାରିତାର ଶିର୍କ ବା ମୁଶରିକ ଧର୍ମ, ଯାହା ଖୋଦା ଅଗ୍ରାହ୍ୟ, ଶାସ୍ତି ପ୍ରାୟୋଜିତ, ଅକ୍ଷମଣୀୟ ପରିଣତି ଜୀବନ ଥିବା ପର୍ଯ୍ୟନ୍ତ ଥାଏ, ମଲେ ଯାହା ମୂଲ୍ୟହୀନ, ଶାଶ୍ୱତ ନୁହେଁ, ତେଣୁ ସାମୟିକ। ମୂର୍ତ୍ତି ପୂଜାର ବିଭିନ୍ନତା ନେଇ ପାକ୍ଷିକ। ପକ୍ଷର ହିନ୍ଦୁ ଧର୍ମରେ ଅଲଗା, ଖ୍ରୀଷ୍ଟ ଧର୍ମରେ ଅଲଗା, ଜୈନ ବୌଦ୍ଧରେ ଅଲଗା। ଧର୍ମ ଦର୍ଶନ ଦୃଷ୍ଟିରୁ ଇସଲାମ ଧର୍ମ ପାଳନୀୟ, ବାକି ସବୁ ଧର୍ମ ବର୍ଜନୀୟ ବୋଲି କୋରାନରେ ଖୋଦା ମତବ୍ୟକ୍ତ କରିଛନ୍ତି। ଆଲ୍ଲାହ ନିଜେ କହିଛନ୍ତି, ହେ ମଣିଷ, ଇସଲାମ ଧର୍ମ ବିଶ୍ୱାସ ଓ ପାଳନରେ ଗ୍ରହଣ କରି ମଲେ ନର୍କ ଯାତନାରୁ ମୁକ୍ତି ପାଇବୁ। ପାପର ଦଣ୍ଡ ଭୋଗି ସାରିଲା ପରେ ଚିର ସ୍ୱର୍ଗ ସୁଖୀ ହେବୁ। ଇସଲାମ ଧର୍ମ ଛାଡ଼ି ଅନ୍ୟାନ୍ୟ ଧର୍ମ ଗ୍ରହଣ କଲେ ମଲା ପରେ ଚିରଶାସ୍ତି ଭୋଗ ନିଶ୍ଚିତ। ଧର୍ମ ନିଜେ ଏକ ଦର୍ଶନ ହେଲେ ବି ଏହାର ଫିଲୋସଫି ନାମକ ଶାସ୍ତ୍ର ସହିତ ସମ୍ପର୍କ ଅତୁଟ ଅଛି। କାରଣ ଜ୍ଞାନକୁ ଭଲ ପାଇବା ଶାସ୍ତ୍ରର ନାମ ଦର୍ଶନ ବା ଇସଲାମୀ ଭାଷାର ଫଲସଫା, ଇଂରାଜୀ ଭାଷାର ଫିଲୋସଫି। ଧର୍ମ ଗ୍ରହଣର ଫଳାଫଳ ଜୀବନକୁ ଚିରସୁଖୀ କରାଇବା, ସାଧୁ ସଚ୍ଚରିତ୍ର ମଣିଷଟିଏ ହେବା, ମଲା ପରେ ସ୍ୱର୍ଗ ପାଇବାର କାମନା କରିବା। ଧର୍ମ ଦର୍ଶନରେ ମୋକ୍ଷ, କୈବଲ୍ୟ ବା ନିର୍ବାଣ ସଲଭେସନର ପ୍ରକୃତ ଅର୍ଥ ହେଲା ନର୍କ ଯନ୍ତ୍ରଣାରୁ ଦୂରେଇ ରହିବା। ପୁନର୍ଜନ୍ମର ଭାବନା ଭ୍ରାନ୍ତ।